ବାସୁଆ ବଳଦ ବାସୁଆ ବଳଦ। ବାସୁଆ ବଳଦ ତ ମନ୍ଦିର ଭିତରେ ମହାଦେବ କତିରେ ରହିପାରିଥାନ୍ତା, ବାହାରେ କାହିଁ ତା ଦୁଆର ମୁହଁ ଅନେଇକି ରହିଛି କୁହ ମତେ? ଶିବ ରହିଲେ ଭିତରେ, ବାସୁଆ ବଳଦ କାହିଁ ରହିଲା ବାହାରେ? ବାହାରେ କାହିଁ ତାକୁ ଅନେଇକି ରହିଛି? ତାର କାରଣ କ'ଣ? କାରଣଟା କ'ଣ ମତେ ଆମକୁ ଟିକେ ବୁଝେଇ କହିବ କି? କହିଦେବି। ତାର ମାନେ କହିବି, ଆଗ ତୁମେ ବ୍ରାହ୍ମଣ ଲୋକ, ଯେହେତୁ ଜ୍ଞାନ ଅଧିକ, ପୂଜାପାଠ କରୁଛ, ମତେ ବୁଝାଅ। ମୁଁ ତ ମୂର୍ଖ ଲୋକ। ସିଏ ସ୍ୱର୍ଗପୁରରେ ଥିଲା ବୃଷଭ। କିଏ ପୁରୁଷ ଥିଲା ସ୍ୱର୍ଗପୁର? ସ୍ୱର୍ଗପୁରରେ ଥିଲା ବୃଷଭ। ମର୍ତ୍ତ୍ୟ ମଣ୍ଡଳକୁ କଳି ପଇଲା? କେମିତି ଆଇଲା ତାର କାରଣ ଅଛି। କହୁନା। କୁହନ୍ତୁ ନନା। ସ୍ୱର୍ଗପୁରରେ ବୃଷଭ ଥିଲା। ସିଏ ଯେତେବେଳେ ଦେବସଭା ଯେତେବେଳେ ଚାଲିଥାଏ, ଚାଲିଥିଲା। ସେତେବେଳେ ବହୁତ ଉପଦ୍ରବ କଲା ବୃଷଭ। ତ ବିଷ୍ଣୁ କହିଲେ ଇଏ ମହାଦେବଙ୍କର କ'ଣ ବାହନ ହେଇକି ରହିବ, ମନ୍ଦିରରେ ରହିବ ଆଗରେ। ଆଚ୍ଛା, ମନ୍ଦିରରେ ଆଗରେ କାହିଁ ରହିବ, ଭିତରେ କାହିଁ ନ ରହିବ? କାହିଁ ନ ରହିବ? ଯେତେବେଳେ ଲିଙ୍ଗ ରହିଲା ଭିତରେ, ଇଏ କାହିଁ ରହିଲା ବାହାରେ? ଇଏ କାହିଁ ତାକୁ ଅନେଇକି ରହିଛି? ସାଇଡ଼ରେ ତ ଆଗକୁ ଅନେଇକି ରହିଥାନ୍ତା। ଶିବ ଯେମିତି ଆଗକୁ ହଁ। ମୁହଁ ରହିଛି ଦକ୍ଷିଣକୁ, ସେ ତ ଆଡ଼କୁ ମୁହଁ କରି ରହିଥାନ୍ତା, ଗାଣ୍ଟା ବୁଲେଇକି ରହିଥାନ୍ତା ମହାଦେବ ଆଡ଼କୁ। ଚିନ୍ତା କର କଥାଟିକୁ, ମୁଣ୍ଡରେ ପୁରା ଠିକ୍ ଭାବେ। କାହିଁ ସେ ରହିଲା, ସେ ଶିବକୁ ଅନେଇକି ରହିଛି, ତାକୁ ପୁରା ଅନେଇକି ରହିଛି? କୁହ ମତେ। ସେଇଟା କହିପାରିବ କି? କହିଦେବି, ତାର କୁହନ୍ତୁ। ମାନେ ବୁଝେଇଦେବି। ତୁ ଯା, ମାନେ ବୁଝେଇଦେବି, କିନ୍ତୁ ସେ କାହିଁ ରହିଛି କୁହ। ବ୍ରାହ୍ମଣ ଲୋକ, ଜ୍ଞାନ ଅଧିକ, ଦେଇକି ତୁମେ କ'ଣ କହିବ, କିନ୍ତୁ ପୁରାଣରେ ଥବ କି ନଥବ ମୁଁ ପୁରାଣରେ କହିପାରିବି। ଅଛି। ହଁ, ସେ କୋଉ ପୁରାଣ କ'ଣ ଅବଶ୍ୟ ମୁଁ ସେଇଟା ଜାଣିନି, କିନ୍ତୁ ଅଛି। ପୁରାଣରେ ଅଛି। ଅଛି, କିନ୍ତୁ ଗୁଲି ଗପଟା ଅଛି ତା ଦେହରେ। କିନ୍ତୁ କୁହନି, ତା ମାନେଟା ମୋତେ ବୁଝେଇ ଦିଅ। ମୁଁ ମୂର୍ଖ ମୁଣ୍ଡେ ଯାହା କହିଛି, କିନ୍ତୁ ଅବଶ୍ୟ କେହି ଦେହକୁ ନେବେନି କଥାଟି। ଟିଭିରେ ଦେଖାଉଛି, କେହି ଦେହକୁ ନେବେନି, ହସି ମଜାରେ କଥାଟି ଉଡ଼େଇ ଦେବେ। କିନ୍ତୁ ମୋତେ କୁହ, ବୁଝେଇ ଦିଅ। କୁହ, କାହିଁ ରହିଛି ମହାଦେବ ମନ୍ଦିରରେ? ଶିବ ରହିଲେ ଭିତରେ, କିନ୍ତୁ ମହାଦେବ ରହିଲା ବାହାରେ। କାହିଁ ସେ ଅନେଇକି ରହିଛି ତାକୁ, ଶିବକୁ ଅନେଇକି ରହିଛି? ତାହେଲେ ଏ କଥାଟା ଏଇଠି ରହିଲା। ଆମ ଦର୍ଶକମାନେ ସେଇ କଥାଟା କହିବେ, ଉତ୍ତର ଦେବେ। ଦର୍ଶକମାନେ ଉତ୍ତର ଓକେ ଓକେ।